हेलो फ्रेंड्स, वेलकम बैक टू माय चैनल। आज मु आपण मानक सहित पूरा पूरी ओडिया स्टाइल रे ट्रेडिशनल प्रोसेस रे बरकोली रो आचार रे रेसिपी शेयर करबी। आउ देखिबे बहुत ही इजी प्रोसेस रे तैयारी करबा जोटा कि खाय को बहुत ही टेस्टी लागिबो। फ्रिज रे आको मध्ये आपण बहुत दिन धरि स्टोर करी रखी के खाई परिबे। ताहेले चलंतु देखि नबा आज रे रेसिपीटी। এই ପ୍ରୋସେସରେ ଯଦି ଆପଣ ବରକୋଳି ଆଚାର ତିଆରି କରୁଛନ୍ତି ତାହେଲେ ଆଚାର ଶୀଘ୍ର ନଷ୍ଟ ହବନି ବା ଆଚାରରୁ ଯୋଉ ତେଲିଆ ସ୍ମେଲ ଆସେ ସେଇଟା ମଧ୍ୟ ଆସିବନି। ତ ସବୁ ଟିପ୍ସ ଏବଂ ଟ୍ରିକ୍ସ ମୁଁ ଏଠି ସେୟାର କରିଛି। ଆପଣମାନେ ନିଶ୍ଚିତ ଏହି ପ୍ରୋସେସରେ ଥରେ ବରକୋଳିର ଆଚାର ବନେଇକି ଦେଖିବେ। ବରକୋଳି ଆଚାର ପାଇଁ ମୁଁ ଏଠି ଶୁଖିଲା ବରକୋଳି ନେଇଛି। ତାକୁ 5 ରୁ 6 ଘଣ୍ଟା ପାଇଁ ଭଲ ଭାବରେ ବତୁରେଇ ନେଇଥିଲି। ଏଇଠି ମୁଁ ଅଧ କିଲୋ ବରକୋଳିର ଆଚାର କରିବି। ତାହେଲେ ଚାଲନ୍ତୁ ଆର ମସଲା ପ୍ରସ୍ତୁତ କରିବା। ଆଚାରର ମସଲା ବନେଇବା ପାଇଁ ମୁଁ ଏଠି 2ଟି ଶୁଖିଲା ଲଙ୍କା ନେଇଛି, 1 ଟିସ୍ପୁନ ଜିରା ନେଇଛି, 1.5 ଟିସ୍ପୁନ ପାନମଧୁରୀ ନେଇଛି, ଆଉ 1/2 ଟିସ୍ପୁନ ମେଥି ନେଇଛି। ମନେ ରଖିବେ ମେଥିର ପରିମାଣ ଟିକେ ଆପଣ କମ ନେବେ, ନହେଲେ ଏଇଟା ପିତାଳିଆ ଲାଗିବ। ଏବେ ଆକୁ କିଛି ସମୟ ଧରି ଡ୍ରାଏ ରୋଷ୍ଟ କରିନେବି। लो फ्लेम रे 2 ରୁ 3 ମିନିଟ ଯାଏ ଆକୁ ଏମିତି ରୋଷ୍ଟ କରିବି। ବେଶୀ ରୋଷ୍ଟ କଲେ ଆର ଯୋଉ କଞ୍ଚା ବାସ୍ନା ଥିବ ସେଇଟା ପଳେଇଯିବ। ଥଣ୍ଡା ହେଲା ପରେ ଆକୁ ଦରଦରା ଗ୍ରାଇଣ୍ଡ କରି ନେବି। ତାହେଲେ ଚାଲନ୍ତୁ ନେକ୍ସଟ ଷ୍ଟେପ କୁ ଯିବା। ଏଠି ମୁଁ ଗୋଟେ କଢେଇରେ 3 ବଡ ଚାମଚ ସୋରିଷ ତେଲକୁ ପୁରାପୁରି ଭଲ ଭାବରେ ଧୂଆଁ ବାହାରିଲା ପର୍ଯ୍ୟନ୍ତ ଗରମ କରିନେଇଛି। ଏମିତି କରିବା ଦ୍ୱାରା ତେଲର ଯୋଉ କଞ୍ଚା ବାସ୍ନା ଆଚାରରେ ଆସେ ସେଇଟା ଆସିବନି। ତ ଏବେ ଏଇଥିରେ ମୁଁ ହେଙ୍ଗୁ ପକଉଛି। 3 ରୁ 4 ପିଞ୍ଚ ହେଙ୍ଗୁ ଦଉଛି। ଆଚାରର ଗୋଟେ ବଢିଆ କଲର ଦେଖାଯିବା ପାଇଁ ଏଥିରେ କାଶ୍ମୀରୀ ରେଡ୍ ଚିଲି ପାଉଡର ଦଉଛି। ଭଲ ଭାବରେ ଏମିତି ଗୋଳେଇ ଦଉଛି। ତ ଏଇଟା ଆମେ ଲାଷ୍ଟରେ ଆଚାରରେ ଆଡ୍ କରିବା। ତ ଏବେ ଯିବା ଆମେ ନେକ୍ସଟ ପ୍ରୋସେସ କୁ। ଯେହେତୁ ମୋର ବରକୋଳିର ପରିମାଣ 500 ଗ୍ରାମ ଥିଲା, ତାର ଅଧା 250 ଗ୍ରାମ ଏଠି ମୁଁ ଗୁଡ଼ ନଉଛି। ଆପଣ ଯଦି ମିଠା ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି ବା ଆପଣଙ୍କର ବରକୋଳି ବେଶୀ ଖଟା, ତାହେଲେ ଆପଣ ଗୁଡ଼ର ପରିମାଣ ଅଧିକା ମଧ୍ୟ ନେଇପାରିବେ। ଗ୍ୟାସର ଫ୍ଲେମକୁ ହାଇରେ ରଖି ଏମିତି ଗୁଡ଼କୁ ମେଲ୍ଟ ହେବା ଯାଏ ଗୋଳାଉଥାନ୍ତୁ। ଆମକୁ ଗୁଡ଼ର କୌଣସି ପାଗ ଦରକାର ନାହିଁ ଏଇଠି। ଆଚାରରେ ମିଠାକୁ ବାଲାନ୍ସ କରିବା ପାଇଁ ମୁଁ ଏଇଠି 1/2 ଟିସ୍ପୁନ ଲୁଣ ଦଉଛି। ଲୁଣ ଦେବା ଦ୍ୱାରା ଆଚାର ମିଠା ଚଟପଟା ଟେଷ୍ଟ ଆସିବ। ଗୁଡ଼ ଏଇଠି ଆମର ଭଲ ଭାବରେ ମେଲ୍ଟ ହେଇକି ରେଡି ହେଇଛି। ତ ବତୁରାଇକି ରଖିଥିବା ବରକୋଳିକୁ ମୁଁ ଏଇଥିରେ ଦେଇକି ଭଲ ଭାବରେ ଗୁଡ଼ କୋଳିରେ ମିଶିଲା ପର୍ଯ୍ୟନ୍ତ ଆକୁ ଏମିତି ମିଶେଇ ନେବି। ଗୁଡ଼ରେ ବରକୋଳିକୁ ଆଡ୍ କରିକି ଏମିତି ମିଶେଇଲା ସମୟରେ ଦେଖିବେ ଆପଣ ପାଣି ରିଲିଜ ହବ। ଯେହେତୁ ଆମେ 4 ରୁ 5 ଘଣ୍ଟା ଧରି ଶୁଖିଲା ବରକୋଳିକୁ ପାଣିରେ ବତୁରାଇକି ରଖିଥିଲେ, ତ ଏଇଥିପାଇଁ ଏଥିରୁ ପାଣି ରିଲିଜ ହବ। ତ ପାଣି ଶୁଖିବା ପର୍ଯ୍ୟନ୍ତ ଆକୁ ଆପଣ ଗୋଳେଇବାର ଅଛି। ଏବେ ଯୋଉ ମୁଁ ଶୁଖିଲା ମସଲା ପ୍ରସ୍ତୁତ କରିଥିଲି ଆଚାର ପାଇଁ ତାକୁ ଏଥିରେ ଆଡ୍ କରୁଛି। ମସଲାକୁ ଆପଣ ପୁରା ଫାଇନ୍ ପାଉଡର କରିବେନି, ଦରଦରା କରିକି ଗ୍ରାଇଣ୍ଡ କରିବେ। ତ ଭଲ ଭାବରେ ପୁରା ମିଶେଇ ଦେବେ ଏଇଠି। ତାପରେ ମୁଁ ଯୋଉ ପୂର୍ବରୁ ସୋରିଷ ଏବଂ ହେଙ୍ଗୁ ଯୋଉ ଗରମ କରିକି ରଖିଥିଲି ତାକୁ ଏଇ ଷ୍ଟେଜରେ ମୁଁ କୋଳି ଆଚାରରେ ଦେଇଦେବି। ତ ଏଇଟା ଦବା ଦ୍ୱାରା ଆଚାର ଆମର ଲଙ୍ଗ ଲାଷ୍ଟିଂ ହେଇଥାଏ। ଆପଣ ଦେଖିଥିବେ ମୁଁ ସୋରିଷ ତେଲକୁ ପୁରାପୁରି ଧୂଆଁ ବାହାରିଲା ପର୍ଯ୍ୟନ୍ତ ଗରମ କରିଥିଲି ଆଉ ତାକୁ ଆଡ୍ କରୁଛି। କଞ୍ଚା ସୋରିଷ ତେଲ କେବେ ବି ଏଥିରେ ଆଡ୍ କରିବେନି, ନହେଲେ ଗୋଟେ ତେଲିଆ ବାସ୍ନା କିଛି ଦିନ ପରେ ଆଚାରରେ ଆସିବ, ଯୋଉଟା କି ଖାଇଲା ବେଳେ ଜମାରୁ ଭଲ ଲାଗିବନି। ସବୁଆଡେ ଯେମିତି ତେଲ ଲାଗିପାରିବ ମୁଁ ସେମିତି ଆକୁ କିଛି ସମୟ ଧରିକି ଗୋଳେଇ ନଉଛି। ଏବେ ଏଇଠି ଦେଖିପାରୁଥିବେ ଆମ ଆଚାରର ପୁରାପୁରି ପାଣି ମରି ସାରିଛି। ତ ଏଇ କନସିଷ୍ଟେନ୍ସିରେ ଆମର ଆଚାରକୁ ରଖିବାର ଅଛି। ଏବେ ମୁଁ ଗ୍ୟାସର ଫ୍ଲେମକୁ ଅଫ୍ କରିଦେବି। ଗ୍ୟାସରେ ତ ଆର ପାଣି ଅଂଶ ଆମେ ପୁରାପୁରି ଶୁଖେଇ ଦେଇଛେ, ବାକି ତଥାପି ଆ ଦେହରେ ଟିକେ ମଏଶ୍ଚର ରହିଥାଏ। ସେଇଥିପାଇଁ 5 ରୁ 6 ଘଣ୍ଟା ଧରି ଆକୁ ଖରାରେ ମୁଁ ଶୁଖେଇ ଦେଇଛି। ତ ଏଇଠି ଆମର ମିଠା ଚଟପଟା ବରକୋଳି ଆଚାର ପୁରାପୁରି ରେଡି। ଏଇଟା ଷ୍ଟୋର କରିବା ପାଇଁ କୌଣସି କାଚ ଏୟାରଟାଇଟ୍ କଣ୍ଟେନର ବ୍ୟବହାର କଲେ ବେଶୀ ଦିନ ଧରି ଏଇଟା ଲାଷ୍ଟିଂ କରିବ। ଆଚାର କାଢିଲା ବେଳେ ଆପଣ କେବେ ବି ହାତ ଲଗେଇବେନି, ନହେଲେ ନଷ୍ଟ ହେଇଯିବାର ଚାନ୍ସ ଥାଏ। କୌଣସି ଚାମଚ ସାହାଯ୍ୟରେ ଆକୁ ବାହାର କରିକି ଖାଇବେ। ଆଶା କরি ଆଜିର ଏହି ବରକୋଳି ଆଚାରର ରେସିପିଟି ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଫ୍ରେଣ୍ଡ ସର୍କଲ ସହିତ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ପ୍ରତିଟି ନୂଆ ଭିଡ଼ିଓର ନୋଟିଫିକେସନ୍ସ ଆପଣ ସର୍ବପ୍ରଥମେ ପାଇପାରିବେ। ତାହେଲେ ଆଜି ପାଇଁ ଏତିକି, ଦେଖା ହବା ଆଉ ଗୋଟେ ନୂଆ ରେସିପି ସହିତ।
ଧନ୍ୟବାଦ।